ଗୋଟେ ମଣିଷର ସବୁଠୁ ନିଜର କଣ? ଘର, ଗାଡି, ଜମିବାଡି, ଟଙ୍କା ପଇସା, ସୁନା ଗହଣା? ନା, ଇଏ ସବୁ ବ୍ୟବହାରିକ ଦୃଷ୍ଟିରୁ ନିଜର। ଇଏ ସବୁର ବ୍ୟବହାର ତୁମେ ସେ ପର୍ଯ୍ୟନ୍ତ କରିପାରିବ ଯେ ପର୍ଯ୍ୟନ୍ତ ତୁମେ ଏ ଦୁନିଆରେ ଅଛ। କିନ୍ତୁ ତୁମର ସବୁଠୁ ନିଜର ଅତି ଆପଣାର ଜିନିଷ ହେଉଛି ଧ୍ୟାନ, ଯାହା ଜନ୍ମ ପୂର୍ବରୁ ଥିଲା, ମୃତ୍ୟୁ ପରେ ମଧ୍ୟ ତୁମ ସହିତ ରହିବ। ଇଂରାଜୀରେ ଗୋଟିଏ ସୂତ୍ର ଅଛି, ହ୍ୱେର୍ ଇଜ୍ ୟୁର ଫୋକସ୍ ଗୋଜ୍ ଏନର୍ଜି ଫ୍ଲୋଜ୍। ଅର୍ଥ, ତୁମ ଫୋକସ୍ ଯୁଆଡେ ଯୁଆଡେ ଯିବ ଶକ୍ତି ସେଇଠି ନିର୍ଗତ ହବ। ଯଦି ତୁମର ଧ୍ୟାନ ଫୁଲ ଉପରେ ଅଛି, ତୁମ ଜୀବନରେ ଫୁଲ ଫୁଟିବ, ତୁମ ଜୀବନରେ ବାସ୍ନା ମହକିବ। ଯଦି ତୁମର ଧ୍ୟାନ କଣ୍ଟା ଉପରେ ଅଛି, ତୁମ ଜୀବନଟା କଣ୍ଟକିତ ହୋଇଯିବ। ଯଦି ତୁମର ଧ୍ୟାନ ଅନ୍ଧାର ଉପରେ ଅଛି, ତୁମ ଜୀବନ ବି ଅନ୍ଧକାରମୟ ହୋଇଯିବ। ସେଥିପାଇଁ ଜାଗ୍ରତ ହୁଅ, ନିଜ ଧ୍ୟାନକୁ ଦେଖ, ଧ୍ୟାନ କୁଆଡେ କୁଆଡେ ଯାଉଛି, ଆଉ ଧ୍ୟାନକୁ ସଠିକ ଜାଗାରେ ନିବେଶ କର। ଜୀବନକୁ ଶାନ୍ତିରେ ଭରି ଦିଅ।